ଆଜି ଆମେ ଏଇ ଭିଡ଼ିଓରେ ଜାଣିବା ଆମର ଯେଉଁ ଖାନ୍ ଏକାଡେମୀର ଯେଉଁ ମ୍ୟାଥମେଟିକ୍ସ ପ୍ରାକ୍ଟିସ୍ ପାଇଁ କି କେମିତି କ'ଣ ତୁମେ ସେ ପୋର୍ଟାଲଟିକୁ ୟୁଜ୍ କରିବ। ପ୍ରଥମେ ଜାଣି ରଖ ତାର URL ହେଉଛି or.khanacademy.org ହେଲା, or.khanacademy.org। ତ ଏଇ ଲିଙ୍କଟାକୁ ମୁଁ ଡେସ୍କ୍ରିପ୍ସନରେ ବି ଦେଇଦେବି, ତୁମେ ସେଥିରେ ଡାଇରେକ୍ଟ କ୍ଲିକ୍ କରିକି ବି ଯାଇପାରିବ। ତ ସେଠି ଫାଷ୍ଟ ତୁମେ କ୍ଲିକ୍ କରିବା ହେଲା। ସେଠି କ୍ଲିକ୍ କଲା ପରେ ଦେଖ ଆମର ତାର ଏଇଭଳିଆ ପ୍ରଥମେ ଇଣ୍ଟରଫେସ୍ଟି ଆସିବ। ଟିକେ ୱେଟ୍ କର, ମୁଁ କ୍ଲିକ୍ କରିଛି। ବର୍ତ୍ତମାନ ଏଇ ଟାଇପ୍ର ଆସିବ। ଦେଖ ଏଇ ଟାଇପ୍ର ଇଣ୍ଟରଫେସ୍ ଆସିଲେ ତୁମେ ଲଗ୍ଇନ୍ ଉପରେ ଆମେ କ୍ଲିକ୍ କରିବା। କେଉଁଠି? ଲଗ୍ଇନ୍ ଉପରେ, ଯେଉଁଟା ଅଛି ଉପରେ ସେକେଣ୍ଡ ପୋଜିସନରେ ଅଛି, ଡାହାଣ ପଟେ ସେକେଣ୍ଡ ନମ୍ବରରେ ଲଗ୍ଇନ୍ ଅଛି। ସେଇ ଲଗ୍ଇନ୍ ଉପରେ ଆମେ କ୍ଲିକ୍ କରିବା ହେଲା। ତ ଦେଖ ଲଗ୍ଇନ୍ ଉପରେ କ୍ଲିକ୍ କଲେ ଏଇ ଟାଇପ୍ର ଆସିବ। ତଳକୁ ଦେଖ ଅଛି ଅପସନ୍ ୟୁଜର୍ ନେମ୍ ପାସୱାର୍ଡ଼, ଯେଉଁଟାକି ତୁମକୁ ତୁମ ଶିକ୍ଷକମାନେ ତୁମ ୟୁଜର୍ ନେମ୍ ପାସୱାର୍ଡ଼ ଦେଇଥିବେ। ସେଇଥିରୁ ତୁମର ୟୁଜର୍ ନେମ୍ ପାସୱାର୍ଡ଼ ତୁମେମାନେ ଏଠି ୟୁଜ୍ କରିବ। ମୁଁ ଏଠି ମୋର ଗୋଟେ ଷ୍ଟୁଡେଣ୍ଟର ୟୁଜର୍ ନେମ୍ ପାସୱାର୍ଡ଼ ୟୁଜ୍ କରୁଛି। ଦେଖ ମୁଁ ସେ ଲେଖୁଛି ତାର ୟୁଜର୍ ନେମ୍ ଆଉ ପାସୱାର୍ଡ଼। ତ ସେଇଟା ମୁଁ ଫିଲ୍ଅପ୍ କରୁଛି। ଏଇଠି ଫିଲ୍ଅପ୍ କଲା ପରେ ତୁମେମାନେ ମଧ୍ୟ ଏଠି ତୁମର ନିଜର ୟୁଜର୍ ନେମ୍ ପାସୱାର୍ଡ଼ ରଖିବ। ଠିକ୍ ଅଛି, ୟୁଜର୍ ନେମ୍ ପାସୱାର୍ଡ଼ ରଖିବ। ଲେଖିଲା ପରେ ତାପରେ ଲଗ୍ଇନ୍ କରିବ। ଠିକ୍ ସେ ପାସୱାର୍ଡ଼ଟିକୁ ଦେବ। ତାର ଯାହା ବି ତୁମର ସ୍ପେଶାଲ୍ କ୍ୟାରେକ୍ଟର ଥିବ ବା ସ୍ମଲ୍ ଲେଟର୍, କ୍ୟାପିଟାଲ୍ ଲେଟର୍, ନମ୍ବର ଯାହା ବି ଥିବ ତାକୁ ଦେଇକି ଲଗ୍ଇନ୍ କରିବ। ଲଗ୍ଇନ୍ କଲା ପରେ କିଛି ଏଇ ଟାଇପ୍ର ଇଣ୍ଟରଫେସ୍ ଆସିବ। ଏଇ ଟାଇପ୍ର ଗୋଟେ ଆସିବ ପେଜ୍। ତ ପେଜ୍ ଆସିଲେ ଦେଖ ତୁମେ ପ୍ରଥମେ ମାରିବ ଆରମ୍ଭ କରନ୍ତୁ। ଏଇଠି ମନେ ରଖିଥାଅ, ଏଇଠି ମାରିବ ଆରମ୍ଭ କରନ୍ତୁ। ପ୍ରଥମ ଚାପ୍ଟର ତୁମକୁ ଯାହା ଦିଆହେଇଥିବ ତାର ସବା ପ୍ରଥମେ ଯେଉଁ ଟପିକ୍ଟା ଥିବ ସେଇ ଟପିକ୍ ଉପରେ ତୁମେ କ୍ଲିକ୍ କରିବ, ବା ସେ ଦେଇଥିବ ଆରମ୍ଭ କରନ୍ତୁ ଅପସନ୍ ଥିବ, ଆରମ୍ଭ କରନ୍ତୁ ଚିପିବ। ଆରମ୍ଭ କରନ୍ତୁ ପରେ ଦେଖ ପ୍ରଥମ ଏମିତି ସବୁ କୋଶ୍ଚିନ୍ ଆସିବ। ସେ ବହୁତ ଗୁଡ଼ାଏ ସେ ଚାପ୍ଟର ଭିତରେ ବହୁତ ଗୁଡ଼ାଏ ଛୋଟ ଛୋଟ ସବୁ ଟପିକ୍ ଥିବ। ସେଇ ଟପିକ୍ରେ 4ଟି ଲେଖା କୋଶ୍ଚିନ୍ ଥିବ। ଏମିତି ବହୁତ ଗୁଡ଼ାଏ ଦେଖ ଟପିକ୍ ରହିଛି ହେଲା। ତ ଆମେ ପ୍ରଥମଟାକୁ ଆରମ୍ଭ କରିବା। ଆରମ୍ଭ କରିବ ମାରିବ। ମାରିଲା ପରେ ଦେଖ ଏମିତି କୋଶ୍ଚିନ୍ ଆସିବ। ଗୋଟେ MCQ ଟାଇପ୍ର କୋଶ୍ଚିନ୍ ଆସିବ, ଯାହାର କି 3ଟି ବା 4ଟି ଅପସନ୍ ଥିବ। ତୁମେ ସେଥିରୁ ଠିକ୍ ଉତ୍ତରଟି ଦେବ। ତ ଦେଖ ଏଠି ଦେଖ ଗୋଟେ କୋଶ୍ଚିନ୍ ଦେଇଛି। ଏହି କୋଶ୍ଚିନ୍ଟିର ମୁଁ ବର୍ତ୍ତମାନ ଗୋଟେ ଉତ୍ତରକୁ ଚିପିବି। ସେଥିରେ ABC ଯେଉଁ 3ଟା ଅଛି ଅପସନ୍, ତାକୁ ଦେଖିବା ସେଇଟା କ'ଣ ହେଉଛି। ଦେଖ ମୁଁ ଦେଲା ପରେ ବର୍ତ୍ତମାନ ମୁଁ ଚିପିବି। ଚିପିଲା ପରେ ଏଇଟା ଦେଖ ଠିକ୍ ଅଛି। ଦେଖ ସେ ଦେଖିଲା କରେକ୍ଟ ଠିକ୍ ଆନ୍ସର୍ ଅଛି। ତ ଏଇଟା ହେଇଗଲା, ତାମାନେ 4ଟାରୁ ମୁଁ ଗୋଟାଏ ଠିକ୍ ହେଲା। 4ଟା ବା 3ଟାରୁ ଯଦି ହେଇଥିବ ବି, ଯାହା ବି ତାର ଥିବ, ଯେତେଟା କୋଶ୍ଚିନ୍ ତାର ଥିବ। ତାପରେ ଦ୍ୱିତୀୟ କୋଶ୍ଚିନ୍କି ଆମେ ଦେଖିବା। ବର୍ତ୍ତମାନ ଆମେ ଜାଣିଶୁଣି ଗୋଟାଏ ଭୁଲ ଆନ୍ସର୍ ମାରିବା, ଦେଖିବା କ'ଣ ହେଉଛି ହେଲା। ଏଠି ଦେଖ ମୁଁ ଜାଣିଶୁଣି ଗୋଟେ ଭୁଲ ଉତ୍ତର ମାରିଲି। ଦେଖ ଚିପିଲି, ସେ ଲେଖିଲା ଭୁଲ ହେଇଗଲା ବୋଲି ସେ ଲେଖିଲା, ରେଡ଼୍ କଲର୍ ଆସିଗଲା। ତ ଏ ଯେଉଁ ରେଡ଼୍ କଲର୍ ଆସିଲା ତୁମେ ଜାଣିଲ ଏଇଟା ଭୁଲ ଅଛି। ତେଣୁ ତୁମେ ଚାହିଁଲେ ଏଇ କୋଶ୍ଚିନ୍ଟାକୁ ପୁଣି ଥରେ ବି ଆଟେମ୍ପ୍ଟ ନେଇପାରିବ। ଦେଖ ମୁଁ ଆଉଥରେ ପୁଣି ଆଟେମ୍ପ୍ଟ କରୁଛି। ସେଠି ଥିଲା ଯେଉଁ ଆଉଥରେ ଦେଖିବା ବୋଲି, ତାକୁ ପୁଣି ଥରେ ଦେଖିଲେ ବର୍ତ୍ତମାନ ଠିକ୍ ହେଲା। କିନ୍ତୁ ମନେ ରଖିଥାଅ, ଯେତେବେଳେ ପୁଣି ଥରେ ତୁମେ ଆଟେମ୍ପ୍ଟ କରି କିଛି କୋଶ୍ଚିନ୍ ଠିକ୍ ଉତ୍ତର କରୁଛ, ସେଇଟା ମାର୍କରେ ହିସାବ ହେବ ନାହିଁ ହେଲା। କାରଣ ତୁମେ ଆଉଥରେ ଆଟେମ୍ପ୍ଟ ନେଲ ଭୁଲ, କି ପ୍ରଥମ ଆଟେମ୍ପ୍ଟଟା ତୁମର ଭୁଲ ଥିଲା। ତେଣୁ ସଦାବେଳେ ଚେଷ୍ଟା କରିବ ଫାଷ୍ଟ ଆଟେମ୍ପ୍ଟରେ ହିଁ ଠିକ୍ କରିବା ପାଇଁ ହେଲା। ବର୍ତ୍ତମାନ ଆଉ ଗୋଟେ ଦେଖ କୋଶ୍ଚିନ୍ ମୁଁ କରୁଛି, ସେଥିରେ ମଧ୍ୟ ଆମେ ଜାଣିଶୁଣିକି ଭୁଲ କରିବା। ଦେଖ ଏଇଟା ଭୁଲ ହେଲା। ଆଉ ଭୁଲ ହେଲା ପରେ ଆମେ ବର୍ତ୍ତମାନ ସେଇଟାକୁ ପୁଣି ଥରେ ଆମେ ଆଟେମ୍ପ୍ଟ ନେଇପାରିବା, ନହେଲେ ଆମେ ନେକ୍ସଟ କୋଶ୍ଚିନ୍କୁ ଯିବା। এইটা ବର୍ତ୍ତମାନ ଦେଖ ପୁଣି ଥରେ ଆମେ ଆଟେମ୍ପ୍ଟ ନେଇକି ଏଟାକୁ ଠିକ୍ ମୁଁ କରିଦେଲି। ଆପରେ କୋଶ୍ଚିନ୍ ଦେଖ ଏତିକି ହିଁ ତାର କୋଶ୍ଚିନ୍ ଥିଲା। ତାମାନେ ତ ମୋଟାମୋଟି ଉପରେ ଏତିକିରୁ ଦେଖ ଯେତିକିଟା ମୁଁ କୋଶ୍ଚିନ୍ ଆଟେମ୍ପ୍ଟ ନେଇଛି ସେଥିରୁ ମୋର ମାର୍କ କେତେ ରହିଲା ସେଇଟା ଡିସପ୍ଲେ କରୁଛି। ଏଇଠି ସରିଲା ପରେ ଏଇ ଫାଷ୍ଟ ଚାପ୍ଟରର ଫାଷ୍ଟ ଟପିକ୍ର କୁଇଜ୍ ସରିଗଲା। ତ ଏମିତି 3ଟା 4ଟା 5ଟା କୋଶ୍ଚିନ୍ ଥିବ ପ୍ରତ୍ୟେକ ଟପିକ୍ରେ। ଆଉ ଗୋଟିଏ ଚାପ୍ଟରରେ ବହୁତ ଗୁଡ଼ାଏ ଟପିକ୍ ଥିବ। ତ ତାକୁ ସେମିତି ସେକେଣ୍ଡ ଟପିକ୍ ପୁଣି ଯାଇପାରିବ। ସେକେଣ୍ଡ ଟପିକ୍ ଗଲେ ପୁଣି ତାର ସେମିତି କୋଶ୍ଚିନ୍ ଆନ୍ସର୍ ତୁମେ କରିପାରିବ। ବୁଝିପାରୁଛ? ତ ଏଇ ଟାଇପ୍ର ତୁମେ କୋଶ୍ଚିନ୍ କରିପାରିବ। ଆଉ ତୁମେ କେତିକି କ'ଣ ପ୍ରୋଗ୍ରେସ୍ କରିଛ ସେଇଟା ବି ଏଥିରେ ଡିସପ୍ଲେ କରିବ। ଆଉ ତୁମେ ଯାହା କରୁଛ ସେ ସବୁ ଜିନିଷ ତୁମ ଟିଚର୍ ଦେଖିପାରିବେ, ଯିଏକି ତୁମକୁ ୟୁଜର୍ ନେମ୍ ପାସୱାର୍ଡ଼ ଆଲୋକେଟ୍ କରିଛନ୍ତି ବା ତୁମକୁ ଦେଇଛନ୍ତି, ଯିଏ ସେ ଚାହିଁଲେ ସବୁ ତାଙ୍କ ନିଜ ପୋର୍ଟାଲ ଏଥିରେ ଲଗ୍ଇନ୍ରେ ସେ ତାକୁ ଜାଣିପାରିବେ। ତ ତୁମେ ଏଇଭଳିଆ ଦେଖ। ଆଉ ବାକି ଯେଉଁ ଚାପ୍ଟର ଗୁଡ଼ିକ ଅଛି ବା ବାକି ଯେଉଁ ଟପିକ୍ ଗୁଡ଼ିକ ଅଛି ତାକୁ ସାରିବ। ଆଉ ତାର ସବୁ ଗୋଟେ ଡେଡ଼ଲାଇନ୍ ଦିଆହେଇଥିବ ହେଲା, ଯେଉଁଟା ତୁମ ଟିଚର୍ ଦେଇଥିବେ ଯେତିକି ତାରିଖ, ସେଇ ତାରିଖ ଭିତରେ ତୁମେ ତାକୁ ଶେଷ କରିବ ହେଲା। ଏଥିରେ ବେଶୀ ସମୟ ତୁମର ନଷ୍ଟ ହେବ ନାହିଁ। ମାନେ ମାସକୁ ଅତି ବେଶୀରେ ଅଧଘଣ୍ଟା 40 ମିନିଟ୍, ଗୋଟେ ମାସକୁ ଅଧଘଣ୍ଟା 40 ମିନିଟ୍, ଘଣ୍ଟାଏ ଭିତରେ ମ୍ୟାକ୍ସିମମ୍ ତୁମେ ୟୁଜ୍ କରିବ। ବେଶୀ ସମୟ ଫୋନ୍ ବି ବ୍ୟବହାର କରିବା ଆବଶ୍ୟକତା ନାହିଁ। କେବଳ ଜଷ୍ଟ ତୁମେ ପାଠ ଯାହା ପଢ଼ୁଛ ସ୍କୁଲରେ ସେଇ ଜିନିଷଟା ତୁମେ ତା ସହ ଟଚ୍ ରହିବା ପାଇଁ କି ଏ ଜିନିଷ ହେଇଛି ହେଲା। ଏଇ ଜିନିଷ ଏଇ ଟାଇପ୍ର ତୁମେ କରିବ। କରିକି ତୁମେ ପାଠ ସହିତ ଟଚ୍ ରହିଲେ ତୁମର ପାଠଟା ମନେ ରହିବ ଭଲ ଭାବରେ ବୋଲି ଏଇଟା କରାହେଉଛି।
କିନ୍ତୁ ତା ମାନେ ନୁହେଁ ଯେ ତୁମେ ତୁମର ହୋମୱାର୍କ କରିବ ନାହିଁ ବା ତୁମର ଏକ୍ସରସାଇଜ କ୍ୱେଶ୍ଚିନ୍ ଆନ୍ସର କରିବ ନାହିଁ, ସେସବୁ ଜିନିଷ କରିବ। କାହିଁକିନା ଏଇଟା କେବଳ ଅବଜେକ୍ଟିଭ୍ ଟାଇପ୍। ସବଜେକ୍ଟିଭ୍ ପାଇଁ ଅଲଗା ସବୁ କ୍ୱେଶ୍ଚିନ୍ ଅଛି, ତାକୁ ତୁମେ ତ ନିଶ୍ଚିତ ଭାବରେ କରିବ। ହେଲା, ଏଇ ଟାଇପ୍ର କରିକି ତୁମେ ସବୁ ଗୋଟେ ଗୋଟେ କି ଚାପ୍ଟର ତୁମେ ସାରିବ। ସାରିଲା ପରେ ତୁମର କ'ଣ ନା ଆମ ସେଇ ଯେଉଁ ପ୍ରୋଗ୍ରେସ୍ ତୁମର ଯାହା ଅଛି ସେଇଟା ଆମେ ଦେଖିପାରିବୁ, ଟିଚର୍ ମାନେ ତାକୁ ଦେଖିପାରିବେ। ହେଲା, ଆଉ ସେସବୁ ତୁମେ ଏଥିରେ ଲଗ୍ ଆଉଟ୍ କରିଯିବ। ଲଗ୍ ଆଉଟ୍ କରିଲେ ଏଥିରୁ ବାହାରି ଆସିବ। ଆଉ ଏଥିରେ ବେଶୀ ସମୟ ନଷ୍ଟ କରିବା କିଛି ଆବଶ୍ୟକତା ନାହିଁ। ମାସକୁ ଅତି ବେଶୀରେ ଘଣ୍ଟାଟାଏ ସମୟ ତୁମର ଏଥିରେ ଦେବ, ଅଧିକ ସମୟ ଆଦୌ ଦେବ ନାହିଁ। ଆଶା କରୁଛି ଏଇଟା ତୁମେ ଜାଣିପାରିଥିବ। ଧନ୍ୟବାଦ।